ଏଇଠି ଯାଅ କିଭଳି ସାଧକ ଥିଲେ, ଅହର୍ନିଶି ସବୁଥିରେ ନାମ ରହୁଥିଲେ। ଆମେ ଠାକୁରଙ୍କୁ ଏଠି ମିଶାଇ ମିଶାଇ ମନ୍ତ୍ର ସାଧନ ଚଲାଇଥିଲେ ଯଥା ସମୟ ଇଷ୍ଟ କର୍ମ ମୃତ କରାଇତ। ଆମର ସବୁବେଳେ ନାମଟା ଅହର୍ନିଶି କରିବାକୁ ପଡିବ। ନାମର କି ମହତ୍ଵ ଆମେ କଲେ ଜାଣିପାରିବା, ନ କଲେ ଜାଣିପାରିବାନି। ଆମେ ତ ଦୀକ୍ଷା ନେଉଛେ, କିଏ ନେଲାଣି 10 ବର୍ଷ, 20 ବର୍ଷ, 30 ବର୍ଷ, 40 ବର୍ଷ, କିନ୍ତୁ ଠାକୁରଙ୍କୁ ବୁଝିପାରିଲେ କି ନାହିଁ ଆମେ ଠାକୁର କିଏ, ସେ କାହିଁ ଆସିଛନ୍ତି, ସେ ସାଧାରଣ ମଣିଷ ରୂପରେ ଆସିଛନ୍ତି, ତାକୁ ଆମେ ଜାଣିବା ଦରକାର। ଆମେ ଆସିଛେ ମାନେ ସତ୍ସଙ୍ଗ ବସୁଛେ, ପ୍ରାର୍ଥନା କରୁଛେ, ତାପରେ ମାନେ ଭଜନ କୀର୍ତ୍ତନ କରୁଛେ, ଆନନ୍ଦରେ ଖାଉଛେ, କିନ୍ତୁ ଆମେ ତାକୁ ବୁଝିଛେ କେତେ, ଆମେ ସେ କିଏ, ସେ କାହିଁକି ଆସିଛନ୍ତି, ଏ ଧରା ପୃଷ୍ଠ କରି ଆସିଛନ୍ତି ମଣିଷ ରୂପରେ। ରାମ ଅବତାରେ ରାମକୁ କେତେ ଜଣ ଚିହ୍ନିଥିଲେ, କୃଷ୍ଣ ଅବତାରେ କୃଷ୍ଣ କେତେ ଜଣ ଚିହ୍ନିଥିଲେ। ସେ ଠାକୁର ସେ ମଣିଷ ରୂପରେ ଆସିଛନ୍ତି, କିନ୍ତୁ ସମସ୍ତେ କିଏ 16 କଳା 32 କଳା ନେଇଗଲେ, କିନ୍ତୁ ଠାକୁର 100 କଳା ନେଇକି ଆସିଛନ୍ତି। ସେ ସ୍ୱୟଂ, କିନ୍ତୁ ତାକୁ ଆମେ ଚିହ୍ନିବା କେମିତି? ଏ ନାମ ବର୍ଦ୍ଧା କହୁଥିଲେ, ଆମେ ସବୁ ନାମ କରିବା। ସେ ନାମ କଲେ 25,000 କିଲୋମିଟର ଭିତରେ କଣ ହଉଛି ଆମେ ଜାଣିପାରିବା। ଏମିତି ସେ ନାମ କରୁଥିଲେ। ଆମେ ବି ତ ଜାଣିପାରିବା, ଠାକୁର ବି କହିଛନ୍ତି ତୁମେ ବି କଲେ ତୁମେ ବି ହେଇପାରିବ, କିନ୍ତୁ ଆମେ କରିବାକୁ ପଡିବ ଅହର୍ନିଶି। ନାମଟା ଛାଡ଼ିବନି। ଯୋଉମାନଙ୍କୁ ନାମର କି ପ୍ରଭାବ, ମଲା ମଣିଷକୁ ବି ବଞ୍ଚେଇ ଦେଇପାରିବା। କିନ୍ତୁ ଆମେ ତ ଜନ୍ମ ହେଇଯିବା, ମୃତ୍ୟୁବରଣ କରିବା, କିନ୍ତୁ ଆମର ସେ ମୃତ୍ୟୁ ସମୟରେ ତାଙ୍କର ଆମର ଯୋଉ ବୋସ୍ ମା ଥିଲେ ଠାକୁରଙ୍କ ପାଖରେ ରହିଥିଲେ, ସିଏ ତାଙ୍କ ପାଖରେ ସେ ପିଲାଦିନୁ ତାଙ୍କର ସେବା କରିଛନ୍ତି। ସିଏ ପିଲାଦିନୁ ସବୁ ତାଙ୍କୁ କାଖେଇଛନ୍ତି, ପଳେଇଛନ୍ତି, ସବୁ କାମ କରିଛନ୍ତି ଠାକୁରଙ୍କର। ଠାକୁର ଯେତେବେଳେ ଆସିଲେ, ଦେଓଘର ପଳେଇ ଆସିଲେ, ବୋସ୍ ମା ଥରେ ବସୁଛନ୍ତି ଠାକୁରଙ୍କ ପାଖରେ। ବୋସ୍ ମା କହୁଛନ୍ତି